हाय फ्रेंड्स नमस्कार सांग मैंने तो फ्रेंड्स देखो आसीगला ओडिशा पैकिंग कंपनी तरफ बंपर भर्ती 2025 जो कौन एग्जाम हेब ना सीधा भर्ती एवं जदि आपण मानकर अष्टम दशम किंबा प्लस टू ग्रेजुएशन जेकोसी पास रही ओडिशार उभय पुरुष महिला प्रार्थी मैंने 8 घंटा काम कर मासक 28,000 पर्यंत एवं सैलरी पाइपर जदि आपण मैंने कम पढ़ा थे भी ए निजुक्ति पाइपर सीधा भर्ती रही फ्रेशर्स होता एक्सपीरियंस होता समस्त पे आवेदन कर निजुक्ति पाइपर सहित पे रहा खाଇବା ଏବଂ ଏଥିପାଇଁ ମାଗଣା ରହୁଛି କିପରି ଏଥିରେ ଆବେଦନ କରିବେ ଆପ୍ଲାଏର ପୁରା ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସେସ୍ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ବତାଇଦେବି। ତ ଯଦି ଆପଣମାନେ ଏଥିରେ ଆବେଦନ କରିବା ପାଇଁ ଇଣ୍ଟରେଷ୍ଟ ରଖୁଛନ୍ତି ତ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖିନେବେ। ତ ଚାଲନ୍ତୁ ଦେଖିବା କ'ଣ ଆପଣମାନଙ୍କର ସମ୍ପୂର୍ଣ୍ଣ ପ୍ୟାକିଂ ଜବ୍ ପାଇଁ ନିଯୁକ୍ତି ରହିବ। ପିଲାମାନେ ଦେଖନ୍ତୁ ଏଥିରେ ଆପଣମାନଙ୍କର ଡିଫରେଣ୍ଟ ଲୋକେସନ୍ ପାଇଁ ନିଯୁକ୍ତି ରହୁଛି। ପିଲାମାନେ ଏଥିରେ ଆପଣମାନଙ୍କର ଦେଖନ୍ତୁ ଆମର ଓଡ଼ିଶା ପାଇଁ ମଧ୍ୟ ରହିବ ଏବଂ ଓଡ଼ିଶା ବାହାର ଲୋକେସନ୍ ପାଇଁ ମଧ୍ୟ ରହୁଅଛି। ବିଭିନ୍ନ ପ୍ରକାର ଜାଗାରେ ଆପଣମାନଙ୍କର ନିଯୁକ୍ତି ରହିବ। ପିଲାମାନେ ଏଇଟା ଆପଣମାନଙ୍କର ୱେୟାର ହାଉସ୍ ତରଫରୁ ନିଯୁକ୍ତି ରହିବ ଯେଉଁଥିରେ ଆପଣମାନଙ୍କର ଦେଖନ୍ତୁ ପୋଷ୍ଟ ନେମ୍ କ'ଣ ରହୁଛି ନା ପ୍ୟାକର ରହିବ ପିକର ଏବଂ ହେଲ୍ପର ପାଇଁ ଆପଣମାନଙ୍କର ବିଭିନ୍ନ ପ୍ରକାର ପଦବୀରେ ନିଯୁକ୍ତି ରହୁଛି। ପ୍ୟାକିଂ ଜବ୍ ପାଇଁ ଏଥିରେ ଆପଣମାନଙ୍କର ନିଯୁକ୍ତି ରହିବ ପିଲାମାନେ ୱେୟାର ହାଉସ୍ ଠାରେ ଠିକ୍ ଅଛି। ଡିଫରେଣ୍ଟ ପଦବୀରେ ଆପଣମାନେ ନିଯୁକ୍ତି ରହିବ। ଟୋଟାଲ୍ ପଦବୀ ଦେଖନ୍ତୁ ଏଥିରେ ଆପଣମାନଙ୍କର 8,000ରୁ ବି ଅଧିକ ପଦବୀ ପାଇଁ ଭେକେନ୍ସି ଆଉଟ୍ କରାଯାଇଛି ପିଲାମାନେ ଯେଉଁଥିରେ ସମସ୍ତ ପିଲାମାନେ ଆବେଦନ କରି ନିଯୁକ୍ତି ପାଇପାରିବେ ଏବଂ ଏଥିପାଇଁ ଆପ୍ଲିକେସନ୍ ମୋଡ୍ ଆପଣମାନଙ୍କର ସମ୍ପୂର୍ଣ୍ଣ ଅନଲାଇନ୍ ମାଧ୍ୟମରେ ରହିବ। ଏଥିପାଇଁ କୌଣସି ବି ଆପ୍ଲିକେସନ୍ ଫିସ୍ ଆପଣମାନଙ୍କୁ ଦେବା ପାଇଁ ପଡ଼ିବ ନାହିଁ। ଫ୍ରି ଅଫ୍ କଷ୍ଟ ସମସ୍ତ ପିଲାମାନେ ଏଥିରେ ଆବେଦନ କରିପାରିବେ ଏବଂ ଏଥିପାଇଁ ଆପଣମାନଙ୍କର କୌଣସି ମଧ୍ୟ ଏକ୍ଜାମ୍ ବି ରହିବ ନାହିଁ ପିଲାମାନେ ଠିକ୍ ଅଛି। ଦେଖନ୍ତୁ ଏଥିପାଇଁ ଏଜୁକେସନ୍ କ୍ୱାଲିଫିକେସନ୍ କ'ଣ ରହୁଛି ନା ଯଦି ଆପଣମାନଙ୍କର ପଞ୍ଚମଟେ ପାସ୍ ଆଉଟ୍ କରିଥାନ୍ତି କିମ୍ବା ଅଷ୍ଟମ ଦଶମ ପ୍ଲସ୍ ଟୁ ପାସ୍ ଯଦି ଆପଣମାନେ କରିଥିବେ କିମ୍ବା ଗ୍ରାଜୁଏସନ୍ଟେ କମ୍ପ୍ଲିଟ୍ କରିଥିଲେ ଆପଣମାନେ ସମସ୍ତେ ଏଥିରେ ଆବେଦନ କରି ନିଯୁକ୍ତି ପାଇପାରିବେ ଠିକ୍ ଅଛି। ତ ଡିଫରେଣ୍ଟ ଲୋକେସନ୍ ପାଇଁ ଆପଣମାନଙ୍କ ନିଯୁକ୍ତି ରହିବ ପିଲାମାନେ ଏବଂ ଦେଖନ୍ତୁ ପିଲାମାନେ ଏହାର ଆପ୍ଲାଏ ପ୍ରୋସେସ୍ଟି ଡିଫରେଣ୍ଟ ରହିବ ଯାହାର ଭିଡ଼ିଓ ଶେଷରେ ମୁଁ ଆପଣମାନଙ୍କୁ ବତାଇଦେବି ଯେ ଆପଣମାନେ ଏଥିରେ କିପରି ଆବେଦନ କରିବେ ଠିକ୍ ଅଛି। ଆପ୍ଲାଏର ପୁରା ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସେସ୍ ମୁଁ ଆପଣମାନଙ୍କୁ ଭିଡ଼ିଓ ଶେଷରେ ବତାଇଦେବି ପିଲାମାନେ। ତ ଭିଡ଼ିଓଟିକୁ ଜମା ବି ସ୍କିପ୍ କରିବେ ନାହିଁ ପିଲାମାନେ ଶେଷ ପର୍ଯ୍ୟନ୍ତ ଦେଖିନେବେ। ତ ଏବେ ଦେଖିବା ପିଲାମାନେ ଏଥିପାଇଁ ଏଜ୍ ଲିମିଟ୍ କ'ଣ ରହୁଛି ତ ମିନିମମ୍ ଦେଖନ୍ତୁ 18 ବର୍ଷଟି ଆପଣମାନଙ୍କର ମିନିମମ୍ ହେଇଥିବ ଏବଂ 48 ବର୍ଷ ଯଦି ମ୍ୟାକ୍ସିମମ୍ ଏଜ୍ ଲିମିଟ୍ରେ ରହିଥିବ ତେବେ ଆପଣମାନେ ସମସ୍ତେ ଏଥିରେ ଆବେଦନ କରି ନିଯୁକ୍ତି ପାଇପାରିବେ। ତା ସହିତ ଦେଖିବା ସାଲେରୀ କ'ଣ ରହିବ ତ ସାଲେରୀ ମିନିମମ୍ ଆପଣମାନଙ୍କର 18,000ରୁ ଇନକ୍ରିମେଣ୍ଟ ହେଇ ଆପଣମାନଙ୍କର 35,000 ପର୍ଯ୍ୟନ୍ତ ଆପଣମାନଙ୍କର ସାଲେରୀ ରହିବ। ତା ସହିତ ଆପଣମାନଙ୍କର ଟିଏ ଡିଏ ଅଦର ଆଲାଉନ୍ସ ମଧ୍ୟ ଇନକ୍ରିମେଣ୍ଟ ରହିବ ଠିକ୍ ଅଛି। ଆପଣମାନଙ୍କ ଦେଖନ୍ତୁ ମିନିମମ୍ ଆପଣମାନେ ଯେଉଁ ପୋଷ୍ଟ ପାଇଁ ଆବେଦନ କରିଥିବେ ସେଇ ପୋଷ୍ଟ ୱାଇଜ୍ରୁ ଆପଣମାନଙ୍କର 18,000 ଷ୍ଟାର୍ଟିଂ ସାଲେରୀ ରହିବ। ଡିଫରେଣ୍ଟ ପୋଷ୍ଟ ୱାଇଜ୍ ଆପଣମାନଙ୍କର 35,000 ଅପ୍ ଟୁ ସାଲେରୀ ଇନକ୍ରିମେଣ୍ଟ ରହିବ ଠିକ୍ ଅଛି। ଏଥିରେ ଆପଣମାନେ ଭଲ ଭାବରେ ଦେଖି ଆବେଦନ କରିପାରିବେ। ଟୋଟାଲ୍ ପିଲାମାନେ ଦେଖନ୍ତୁ ଯେପରିକି ମୁଁ ଆପଣମାନଙ୍କୁ କହି ରଖିଲି 8,000ରୁ ବି ଅଧିକ ପଦବୀ ପାଇଁ ଆପଣମାନଙ୍କର ନିଯୁକ୍ତି ଆସିଅଛି ଯେଉଁଥିରେ ଆପଣମାନଙ୍କ 2,000ରୁ ବି ଅଧିକ ପଦବୀ କେବଳ ଆପଣମାନଙ୍କର ଫିମେଲ୍ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ ରହୁଅଛି ଠିକ୍ ଅଛି। ଯେଉଁ ଆପଣମାନଙ୍କର ଫିମେଲ୍ କ୍ୟାଣ୍ଡିଡେଟ୍ ମାନେ ରହିଲେ ସେମାନଙ୍କ ପାଇଁ ଟୋଟାଲ୍ 2,000 ପଦବୀ ରିଜର୍ଭ ରହୁଅଛି। ତା ସହିତ ପିଲାମାନେ ଦେଖନ୍ତୁ ଏଥିରେ ଆପଣମାନଙ୍କର କୌଣସି ଆପ୍ଲିକେସନ୍ ଫିସ୍ ରହିବ ନାହିଁ। ଫ୍ରି ଅଫ୍ କଷ୍ଟ ଜେନେରାଲ୍ ଓବିସି ଏସ୍ଏସ୍ଟି ପିଡବ୍ଲ୍ୟୁଡି ଯେକୌଣସି ମଧ୍ୟ କ୍ୟାଣ୍ଡିଡେଟ୍ ହେଇଥିଲେ ଏଥିପାଇଁ ଆପଣମାନଙ୍କର କୌଣସି ଆପ୍ଲିକେସନ୍ ଫିସ୍ ଦେବା ପାଇଁ ପଡ଼ିବ ନାହିଁ। ଜିରୋ ଫିସ୍ ରହିବ ଠିକ୍ ଅଛି। ଫ୍ରି ଅଫ୍ କଷ୍ଟରେ ସମସ୍ତ ପିଲାମାନେ ଏଥିରେ ଆବେଦନ କରି ନିଯୁକ୍ତି ପାଇପାରିବେ ଠିକ୍ ଅଛି। ତ ଡିଫରେଣ୍ଟ ଜବ୍ ୱାଇଜ୍ ଆପଣମାନଙ୍କର ରହିବ ପିଲାମାନେ କିପରି ଏଥିରେ ଆବେଦନ କରିବେ ଆପ୍ଲାଏର ପୁରା ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସେସ୍ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ଶେଷରେ ବତାଇଦେବି। ଏଜ୍ ଲିମିଟ୍ ପିଲାମାନେ ଦେଖନ୍ତୁ ମୁଁ ଆଗରୁ ମଧ୍ୟ କହି ରଖିଛି 18 ବର୍ଷଟେ ହେଇଥିବ ଆଜ୍ ପର୍ ଆପଣମାନଙ୍କର ଜାନୁଆରୀ 1 ସୁଦ୍ଧା ଯଦି ଆପଣମାନଙ୍କୁ 18 ବର୍ଷଟେ ହେଇଥିବ ତେବେ ଆପଣମାନେ ସମସ୍ତେ ଏଥିରେ ଆବେଦନ କରି ନିଯୁକ୍ତି ପାଇପାରିବେ। କ୍ୱାଲିଫିକେସନ୍ ଆପଣମାନଙ୍କର ସେମ୍ ରହୁଛି ପିଲାମାନେ ପଞ୍ଚମଟେ ପାସ୍ ଆଉଟ୍ କରିଥାନ୍ତୁ ଅଷ୍ଟମ ଦଶମ କ୍ୱାଲିଫିକେସନ୍ ଯାହା ବି ଥିଲେ ଆପଣମାନେ ଏଥିରେ ଆବେଦନ କରି ନିଯୁକ୍ତି ପାଇପାରିବେ। ସିଲେକ୍ସନ୍ ପ୍ରୋସେସ୍ ସିମ୍ପଲ୍ ଆପଣମାନଙ୍କର ସିଲେକ୍ସନ୍ ପ୍ରୋସେସ୍ ରହିବ ପିଲାମାନେ ଏଥିପାଇଁ ଯେହେତୁ କୌଣସି ଏକ୍ଜାମ୍ ରହୁନାହିଁ ତ ଏଥିରେ ଆପଣମାନଙ୍କର କେବଳ ଗୋଟେ ଇଣ୍ଟରଭ୍ୟୁ ବେସିସ୍ ରହିବ। ସେଇ ଇଣ୍ଟରଭ୍ୟୁରେ ଆପଣମାନଙ୍କୁ କିଛିଟା କ୍ୱେଶ୍ଚିନ୍ ପଚରାଯିବ ପିଲାମାନେ ସେଇ କ୍ୱେଶ୍ଚିନ୍ରେ ଆପଣମାନଙ୍କୁ ଆନ୍ସର୍ ଦେବାର ଅଛି। ଯଦି ଆପଣମାନେ ସେଥିରେ କ୍ୱାଲିଫାଏଡ଼୍ କରୁଛନ୍ତି ଦେନ୍ ଆପଣମାନଙ୍କର ନେକ୍ସଟ ଡକୁମେଣ୍ଟ ଭେରିଫିକେସନ୍ ରହିବ। ଦେନ୍ ଡକୁମେଣ୍ଟ ଭେରିଫିକେସନ୍ କଲା ପରେ ଦେନ୍ ଆପଣମାନଙ୍କୁ ନିଯୁକ୍ତି ରହିବ ବା ଜଏନିଂ ଆପଣମାନଙ୍କର ରହିବ ଠିକ୍ ଅଛି। ତ ଆପଣମାନେ ଭଲ ଭାବରେ ପ୍ରଥମେ ପ୍ରିପେୟାର କରିନେବେ। ପ୍ରିପେୟାର କରିଯାଏଁ ଆପଣମାନେ ଜବ୍ରେ ଇଣ୍ଟରଭ୍ୟୁ ଦେଇ ଏ ଜବ୍ଟିକୁ ପାଇପାରିବେ। ତା ସହିତ ଦେଖିବା ପିଲାମାନେ ଏଥିରେ ଆପଣମାନେ ଆବେଦନ କିପରି କରିବେ ନା ଆପ୍ଲାଏ ପ୍ରୋସେସ୍ ପିଲାମାନେ ଦେଖନ୍ତୁ ଏଥିପାଇଁ ଆପଣମାନଙ୍କର ଆପ୍ଲାଏର ଏକ ଏଚ୍ଆର୍ଙ୍କର ଇମେଲ୍ ଆଡ୍ରେସ୍ଟି ରହିଛି ପିଲାମାନେ ସେଇ ମେଲ୍ରେ ହିଁ ଆପଣମାନଙ୍କୁ ନିଜର ସିଭିକୁ ସବମିଟ୍ କରିବାର ଅଛି। ନିଜର ଯାହା ବି ଡିଟେଲ୍ସ ରହିଥିବ ସେଇ ଡିଟେଲ୍ସ ଗୁଡ଼ିକୁ ଆପଣମାନେ ସେଠାରେ ସବମିଟ୍ କରିପାରିବେ ଏବଂ ତାହା ସହିତ ଆପଣମାନଙ୍କୁ ଆଉ ଏକ କଣ୍ଟାକ୍ଟ ନମ୍ବର ବି ମଧ୍ୟ ପିଲାମାନେ ପ୍ରୋଭାଇଡ଼ କରିଦିଆଯିବ ଆମର ଟେଲିଗ୍ରାମ ଚ୍ୟାନେଲରେ। ତ ଆପଣମାନେ ତାଙ୍କୁ ବି ମଧ୍ୟ କଲ୍ କରି ଜବ୍ଟି ବିଷୟରେ ପୁରା ଡିଟେଲ୍ସ ବୁଝିପାରିବେ ଠିକ୍ ଅଛି। ତ ପିଲାମାନେ ଚାଲନ୍ତୁ ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି ସେ ଜବ୍ଟିର ପୁରା ଡିଟେଲ୍ସ କ'ଣ ରହୁଛି ଏବଂ ଏଥିରେ ଦେଖନ୍ତୁ ପିଲାମାନେ ଆପ୍ଲାଏ ପ୍ରୋସେସ୍ଟି କ'ଣ ରହିଲା। ତ ଆପ୍ଲାଏ ପ୍ରୋସେସ୍ ଦେଖନ୍ତୁ ଆପଣମାନଙ୍କର ଏଚ୍ଆର୍ ପ୍ରିୟା ଶର୍ମାଙ୍କୁ ଆପଣମାନଙ୍କୁ ଏଇ ଯେଉଁ ତାଙ୍କର ମେଲ୍ ଆଡ୍ରେସ୍ଟି ରହିଛି ମେଲ୍ ଆଡ୍ରେସ୍ରେ ହିଁ ଆପଣମାନଙ୍କୁ ମେଲ୍ଟି ସବମିଟ୍ କରିବାର ଅଛି ବା ନିଜର ବାୟୋଡାଟାଟିକୁ ମେଲ୍ ଆଡ୍ରେସ୍ରେ ସବମିଟ୍ କରିବାର ଅଛି।
देन पे देखो आपर सबमिट कलापर आपर जो सीवीटी रही है आप सर्ट लिस्टिंग कर सर्ट लिस्टिंग पर देन आपको कॉन्टैक्ट माध्यम जन दिज्व आपर सर्ट लिस्टिंग होती ठीक अच्छे देन आपठार इंटरव्यू दे निजुक्ति पाइपर ठीक अच्छे। तो फ्रेंड्स या जॉब टी फुल डिटेल्स आशा करती आपर ऑल डाउट क्लीयर हो जाए जॉब टी विषय पे देखो जॉब टी रिगार्डिंग जब आप कौन डाउट रही है तेज तले कमेंट सेक्शन निश्चय पचारे पे तो पुणी देखा पे आउ एक नुआ वीडियो।